କେଉଁ ଦୂର ତରୁବରେ ଫୁଟି ଅଛୁ ଗୋପନେ, ଭୁରୁ ଭୁରୁ ଗନ୍ଧ ତୋର ଭାସି ଆସେ ପବନେ। ବାତାୟନ ପାଶେ ବସି ଚାହେଁ ନବୋଦିତ ଶଶୀ, ହସି ହସି ସତେ ଉଇଁ ଆସୁ ଦୂର ଗଗନେ। ଭାବାବେଶୀ ମୁଗ୍ଧ ମୁଁ କି ମଜି ଅଛି ସ୍ୱପନେ। ଶେଫାଳୀ ପ୍ରତି ଏହି କବିତା ନାରୀ କବି କୁନ୍ତଳ କୁମାରୀ ସାବତଙ୍କର ଉଚ୍ଛ୍ୱାସ ଏହି କବିତା ସଂକଳନର ପ୍ରଥମ ତରଙ୍ଗ, ପ୍ରଥମ ଅର୍ଘ। ଆଉ ଯେଉଁ କବିତାରେ ସେ ନିଶ୍ଚିତ ଭାବରେ ଏହି କ୍ଷଣଜନ୍ମା ଶେଫାଳୀ ପୁଷ୍ପ ପ୍ରତି ତାଙ୍କର ଯେଉଁ ଭକ୍ତି ନୈବେଦ୍ୟକୁ ବାଢ଼ି ଦେଇଛନ୍ତି ଏବଂ କହିଛନ୍ତି, ରେ କ୍ଷଣଜନ୍ମା ପୁଷ୍ପ ଅଥଚ ରାତିରେ ଫୁଟୁ ସକାଳକୁ ମଉଳି ଯାଉ, କେଉଁ ଦୂର ତରୁବରେ ଫୁଟିଅଛୁ ଗୋପନେ। ନିରୋଳରେ ବିଜନରେ ନିର୍ଜନରେ ତୁ ଫୁଟିଯାଉ ହେ ଶେଫାଳୀ ପୁଷ୍ପ, ଯେଉଁଠିକି ତୋର ଭୁରୁ ଭୁରୁ ଗନ୍ଧ ଭାସି ଆସୁଛି ପବନରେ। ମୁଁ ତ ଆଶ୍ଚର୍ଯ୍ୟ ଏଇ ବାତାୟନ ପାଶେ ଅଥଚ ଝରକା ଫାଙ୍କରେ ବସି ମୁଁ ତୋର ଏଇ ବାସ୍ନାକୁ ଆଘ୍ରାଣ କରୁଛି। ଆକାଶରେ ଦେଖ ପୂର୍ଣ୍ଣ ଶଶୀ କିଭଳି ଭାବରେ ଉଇଁ ଆସିଛନ୍ତି, ଚାହେଁ ନବୋଦିତ ଶଶୀ। ମୁଁ ନିଶ୍ଚିତ ଭାବରେ ଭାବାବେଶରେ ଅତିଷ୍ଠ ହେଉଛି, ଭାବ ଆବେଗରେ ତୋ ପ୍ରତି ମୋର ଯେଉଁ ସମ୍ମୋହନ, ତୋ ପ୍ରତି ମୋର ଯେଉଁ ଭାବନା, ଯେଉଁ ଆବେଗ, ମୁଁ ନିଶ୍ଚିତ ଭାବରେ ତଲ୍ଲୀନ ହୋଇଯାଉଛି ରେ ଶେଫାଳୀ ଫୁଲ। ଏହା ପ୍ରଥମ ଅର୍ଘ୍ୟ ଏହି କବିଙ୍କର ଶେଫାଳୀ ପୁଷ୍ପ ପ୍ରତି। କାରଣ ଯିଏ ନିମିଷକେ ଫୁଟି ମଉଳିଯାଏ ଏବଂ କାହାଠାରୁ କିଛି ବି ଚାହେଁନି, କିଛି ବି ଆଶା କରେନି, ନିର୍ଜନରେ ବିଜନରେ ସେ ଫୁଟେ ଆଉ ମଉଳିଯାଏ। ସୁନ୍ଦର ପଦଟିଏ ଏହି ଶେଫାଳୀ ପ୍ରତି ଓଡ଼ିଆ ସାହିତ୍ୟର ଚମତ୍କାର କ୍ଲାସିକ୍ ପଦ୍ୟ। କବିଙ୍କର ଦ୍ୱିତୀୟ ପଦଟି ଆହୁରି ଚମତ୍କାର, ଯେଉଁଥିରେ ସେ କହିଛନ୍ତି, ଭାବ ରାଜ୍ୟ ବୁଲେ ସତେ ହଜିଅଛି ଚେତନା, ଅନନ୍ତ ଅନ୍ତର ରାଜ୍ୟେ ପୁରୀ ଅଛି କଳ୍ପନା। ବିଶାଳ ଏ ବିଶ୍ୱକ୍ଷେତ୍ରେ ଅର୍ଦ୍ଧନିମିଳିତ ନେତ୍ରେ, ଦେଖେ ସତେ ଶୋଭା ରାଶି ପଡ଼ୁଅଛି ଉଛୁଳି, ତହିଁ ସୁଧା ଢାଳୁ କିରେ ଗନ୍ଧେ ଗଙ୍ଗ ଶିଉଳି। ଭାବରାଜ୍ୟରେ ମୁଁ ବୁଲୁଛି, ତୋରି ସୁବାସକୁ ଯେଉଁ କୁହାଯାଉଛି, ତୋର ଏଇ ଫୁଲର ବାସ୍ନାରେ ମୁଁ ବ୍ୟବହିତ ହେ ଶେଫାଳୀ ପୁଷ୍ପ, ସତରେ ମୋର ଚେତନା ହଜିଯାଇଛି। ଅନନ୍ତ ଅନ୍ତର ରାଜ୍ୟେ, ହୃଦ ରାଜ୍ୟରେ, ମନ ରାଜ୍ୟରେ ମୁଁ ବିଚରଣ କରୁଛି ହେ ପୁଷ୍ପ, ହେ ଧବଳ ପୁଷ୍ପ ଶେଫାଳୀ। ମୁଁ ନିଶ୍ଚିତ ଭାବରେ ତୋର ସନ୍ଧାନରେ, ମୋର କଳ୍ପନାରେ, ମୋର ଚିନ୍ତାରେ, ମୋର ଚେତନାରେ ମୁଁ ନିଶ୍ଚିତ ଭାବରେ ତୋ ପ୍ରତି ସମର୍ପିତ ହେଉଛି। ଏ ସୃଷ୍ଟି ତ ବିଶାଳ, ନିଶ୍ଚିତ ଭାବରେ କହିବାକୁ ଗଲେ। ଆଉ ଅର୍ଦ୍ଧ ନିମିଳିତ ନେତ୍ର ଯେଉଁ କୁହାଯାଉଛି, ଅର୍ଦ୍ଧ ମୁଦ୍ରିତ ନେତ୍ରରେ, ଅର୍ଦ୍ଧ ଖୋଲା ଆଖିରେ ମୁଁ ଦେଖୁଛି ତୋର ଏଇ ଶୋଭା ରାଶି। କେଡ଼େ ବେଗେ ତୁ ଉଛୁଳି ପଡ଼ୁଛୁ ଏବଂ ଗୋଟି ଗୋଟି ହୋଇ ଏଇ ତରୁ ଡାଳରୁ ଖସି ପଡ଼ୁଛୁ। କେତେ ସୁଗନ୍ଧ, କେତେ ସୁବାସିତ ତୋର ବାସ୍ନା ଆଉ ତୋର ଶୋଭା ଯେଉଁ କୁହାଯାଉଛି, ଧବଳ ପୁଷ୍ପ ତୁ ଉଛୁଳି ପଡ଼ୁଛୁ। ଆଉ ଏଇ ଉଛୁଳି ପଡ଼ିବାକୁ କବି ମନେ କରିଛନ୍ତି ଯେ ସେ ଫୁଲ ଉଛୁଳି ପଡ଼ୁନାହୁଁ, ଯେ ସେଥିରୁ ସୁଧା ଯେଉଁ କୁହାଯାଉଛି ଅମୃତକୁ ତୁ ଢାଳି ଦେଉଛୁ ହେ ଗଙ୍ଗ ଶିଉଳି। ତୋର ଏତେ ଭୁରୁ ଭୁରୁ ବାସ୍ନା ଆଉ ସେ ବାସ୍ନାରେ ଏତେ ମାଦକତା, ସତରେ ମୁଁ ବିମୋହିତରେ ଶେଫାଳୀ ପୁଷ୍ପ। ଏହା କବିଙ୍କର ନିଶ୍ଚିତ ଭାବରେ ଶେଫାଳୀ ପୁଷ୍ପ ପ୍ରତି ତାଙ୍କର ଯେଉଁ ଶ୍ରଦ୍ଧାଞ୍ଜଳି, ଶ୍ରଦ୍ଧା ସୁମନ ସେ ଅର୍ପଣ କରୁଛନ୍ତି ଏହି ପୁରୀର ମହିଳା ବନ୍ଧୁ ଅନୁଷ୍ଠାନରୁ ପାଇଥିବା ଉତ୍କଳ ଭାରତୀ କୁନ୍ତଳା କୁମାରୀ ଯୋଗ୍ୟ ସମ୍ମାନ। ଯଥାର୍ଥରେ ସେ ସିନ୍ଧୁରେ ବିନ୍ଦୁ ବା ବିନ୍ଦୁରେ ସିନ୍ଧୁ ଦର୍ଶନ କରିବାର ଯେଉଁ କ୍ଷମତା ତାଙ୍କର ଥିଲା ଏଇ କ୍ଷଣଜନ୍ମା କବି କୁନ୍ତଳା କୁମାରୀଙ୍କର। ଆସନ୍ତୁ ଏହାର ତୃତୀୟ ପଦରେ ଅତ୍ୟନ୍ତ ସୁନ୍ଦର ଭାବରେ ସେ କହିଛନ୍ତି, ଶାରଦ ଦିନାନ୍ତେ ବସି ବାତାୟନ ପାଶରେ, ବୁଡ଼ି ଅଛି ମନ ମୋର କିବା ପ୍ରେମ ରସରେ। ଆଦେଶେ ପୁଲକେ ମୋର ନୟନରୁ ବହେ ଧାର, ହୃଦତନ୍ତ୍ରୀ ବାଜି ଉଠେ କି ଅମୃତ ସୁସ୍ୱରେ। ନିମିଷେ ଭାବଇ ମୁଁ ତ ଅଛି ଅବା ସ୍ୱର୍ଗରେ। ଶାରଦ ଦିନାନ୍ତେ, ଶାରଦ ଯେଉଁ କୁହାଯାଉଛି ଶାରଦୀୟ, ଏଇ ଶାରଦୀୟ ସମୟ ଯେଉଁ କୁହାଯାଉଛି ଶରତକାଳୀନ ସମୟ, ଦିନର ଅନ୍ତ ଅର୍ଥାତ୍ ସନ୍ଧ୍ୟା ସମୟ, ଯେଉଁଠିକି ପୂର୍ଣ୍ଣଗର୍ଭା ହୋଇ ବିକଶିତ ହୁଏ ଏହି ଶେଫାଳୀ ପୁଷ୍ପ। ସଞ୍ଜରେ ଅଭିଶପ୍ତ ଜୀବନ, ସେ ସଞ୍ଜରେ ଫୁଟେ
ତେଣୁ ଶାରଦ ଦିନାନ୍ତରେ ମୁଁ ବସିଛି ଏଇ ବାତାୟନ ବା ଝରକା ପାଖରେ। ମୋର ମନ ଚିନ୍ତା ଆଉ ଚେତନା ଯେଉଁ ଚୈତନ୍ୟ ସେ ବୁଡ଼ି ଯାଇଛି ତୋ ପ୍ରେମ ରସରେ ରେ ଶେଫାଳି ପୁଷ୍ପ। ତୋର ଆଦେଶରେ ମୁଁ ପୁଲକିତ ହେଉଛି। ମୋ ନୟନରୁ ଧାର ଧାର ନୀର ଝରି ପଡ଼ୁଛି। ଆଉ ମୋ ହୃଦୟ ତନ୍ତ୍ରରେ ବାଜି ଉଠୁଛି ଅମୃତର ସୁସ୍ୱର। ମୁଁ ନିମିଷରେ ଭାବୁଛି, ମୁଁ କ୍ଷଣେକ ମାତ୍ର ଭାବୁଛି ମୁଁ ମର୍ତ୍ତ୍ୟରେ ଅଛି ନା ସ୍ୱର୍ଗରେ ଅଛି। ଏହା କେବଳ ତୋ ପାଇଁ ସମ୍ଭବରେ ଶେଫାଳି ପୁଷ୍ପ। ଏହା କବିଙ୍କର ଭକ୍ତି ନିବେଦନ ଏଇ ପୁଷ୍ପ ପ୍ରତି। ସାରାଦିନ ପରିଶ୍ରମ କ୍ଲେଶ କାନ୍ତି ଅଶେଷ, ନାନା ଚିନ୍ତା ରୋଗ ଶୋକ କଷ୍ଟ ଦେଲା ବିଶେଷ। ଯହୁଁ ରବି ଅସ୍ତାଚଳେ ଧୀରେ ଧୀରେ ଚଳିଗଲେ, ସନ୍ଧ୍ୟା ଗାଥା ଗାଇ ପକ୍ଷୀ ଫେରିଲେ ସ୍ୱସଦନେ। ତମ ରାଶି ବୋଳି ଦେଲା ନିଶାଧରାନନେ। ସାରାଦିନର ପରିଶ୍ରମ ଯେଉଁ କ୍ଲେଶ ଯେଉଁ କ୍ଳାନ୍ତି ଅଶେଷ ଅସୁମାରୀ ଏଇ ଯେଉଁ ଜୀବନର ଝଡ଼ଝଞ୍ଜା ଦୁଃଖ ସୁଖ ଭରା ଦୁନିଆ ଭିତରେ ସାରାଦିନ ପରିଶ୍ରମ କରିବାକୁ ହୁଏ ବଞ୍ଚିବା ପାଇଁ ରେ ଶେଫାଳି। ଆଉ ନାନା ଚିନ୍ତା ନାନା ରୋଗ କଷ୍ଟ ଜୀବନ ଅଛି ତ ଦୁଃଖ ଅଛି ଯନ୍ତ୍ରଣା ଅଛି ରୋଗ ଅଛି। ଏ ଦେହରେ ଅସୁମାରୀ ଚିନ୍ତା ଚେତନା ଯେଉଁ କୁହାଯାଉଛି। ଆଉ ଯେତେବେଳେ ରବି ଅସ୍ତାଚଳକୁ ଚାଲିଯାଆନ୍ତି ସୂର୍ଯ୍ୟ ପଶ୍ଚିମ ଦିଗରେ ଅସ୍ତ ହୋଇଯାଆନ୍ତି ଆଉ ସେତେବେଳେ କ'ଣ ହୁଏ? ସନ୍ଧ୍ୟା ଗୀତ ଗାଇ ଗାଇ ପକ୍ଷୀମାନେ କଳକୂଜନ କରି କିଚିରି ମିଚିରି ଶବ୍ଦ କରି ସ୍ୱସଦନ ନିଜର ଘରକୁ ଫେରନ୍ତି। ଅଥଚ ସତରେ ଯେମିତି ତମ ରାଶି ଅନ୍ଧାର କିଏ ବୋଳିଦେଲା ମେଞ୍ଚା ମେଞ୍ଚା ଅନ୍ଧାର ଏଇ ପୃଥିବୀର ମୁହଁରେ ଧରା ଆନନି ବୋଲି କୁହାଯାଇଛି। ସନ୍ଧ୍ୟା ସମୟ ଉପଗତ ହୋଇଯାଉଛି, ସୂର୍ଯ୍ୟ ବାହୁଡ଼ି ଗଲେଣି। ଆଉ ମୁଁ ନାନା ଚିନ୍ତାରୁ ମୁକ୍ତ ହୋଇ ନିଶ୍ଚିତ ଭାବରେ ତୋ ଚିନ୍ତାରେ ତଲ୍ଲୀନ ଅଛି ରେ ଏ ଶେଫାଳି ପୁଷ୍ପ। ଏହା କହୁଛନ୍ତି କବି। ଆଉ ନୀଳ ନଭ ମଣ୍ଡି ଧୀରେ ହସି ଦୀପ୍ତ ଲୋଚନେ, ଦେଖାଦେଲେ ଶତ ଶତ ତାରା ଜ୍ୟୋତି ଦର୍ଶନେ। ଅଙ୍ଗେ ବୋଳି ସୁଧାରାଶି ଶଶାଙ୍କ ଉଇଁଲାସି, ଝରି ଝରି ପଡ଼ିଲା କି ଭୁବନରେ ଅମୃତ। ସତେ କି ଧରଣୀ ରାଣୀ ଦୁଃଖ ହେଲା ବିସ୍ତୃତ। ନୀଳନଭ ନେଳିଆ ଆକାଶକୁ ମଣ୍ଡନ କରୁଛି ଏ ଯେଉଁ କୁହାଯାଉଛି। ଦୀପ୍ତ ଲୋଚନରେ ନିଶ୍ଚିତ ଭାବରେ ଉଜ୍ଜ୍ୱଳ ଚକ୍ଷୁରେ ସିଏ କିଏ ସେ? ନିଶ୍ଚିତ ଭାବରେ ଶହ ଶହ କୋଟି କୋଟି ଅର୍ବୁଦ ଅର୍ବୁଦ ସଂଖ୍ୟାରେ ଏଇ ତାରାମାନେ ଜ୍ୟୋତି ସଦନେ ଜ୍ୟୋତି ଦର୍ଶନେ ତାଙ୍କର ମୁଖକୁ ଦେଖେଇଲେ ତାରାମାନେ ଶହ ଶହ ସଂଖ୍ୟାରେ। ଅଙ୍ଗେ ଘେନି ଅଙ୍ଗେ ବୋଳି ସୁଧାରାଶି, କିନ୍ତୁ ନିଜ ଦେହରେ ଅମୃତମୟ ପରିବେଶ ସୃଷ୍ଟି କରି ଏଇ ଶଶାଙ୍କ ଆମେ କହୁଛେ ଏଇ ଚନ୍ଦ୍ର ଯେଉଁ କୁହାଯାଉଛି ଚାନ୍ଦିନୀକୁ ସାଙ୍ଗରେ ଧରି ସେ ଉଇଁଲେ ଆକାଶରେ ସନ୍ଧ୍ୟା ସମୟରେ। ଆଉ ଝରି ଝରି ଆସିଲା ଆକାଶରୁ ସତେ ଯେମିତି ଅମୃତର ଧାରା ଝରି ପଡ଼ୁଛୁ କି ଏଇ ଧରାବକ୍ଷରେ। ଆଉ ସତରେ ସୂର୍ଯ୍ୟଙ୍କର ଅନୁପସ୍ଥିତି ଧରଣୀ ରାଣୀ ଦୁଃଖରେ ମ୍ଳାନ ହେଇଗଲା, ତାର ଦୁଃଖ ବଢ଼ିଗଲା, ତାର ଦୁଃଖ ବିସ୍ତୃତ ହେଇଗଲା। ଏହା କବିଙ୍କର ଚିନ୍ତା ଆଉ ଚେତନା। ରବି ବିରହରେ ଧନୀ କାନ୍ଦିଥିଲା ମୌନେ, ଅନ୍ଧକାରେ নত ନେତ୍ରେ ବିଷାଦିତ ବଦନେ। ଚାନ୍ଦ କି ଆସିଲା ଉଇଁ ଚାନ୍ଦିନୀ ଚୁମ୍ବିଲା ଭୁଇଁ, ହସିଲା କି ବସୁମତୀ ଚାରୁ ଶୁଭ୍ର ଦୁକୁଳେ। ଫୁଟିଲୁ ଶେଫାଳି ରହି ତୁ କି ପ୍ରେମ ଆକୁଳେ। ରବି ବିରହରେ ପୃଥିବୀ ଦୁଃଖରେ ସନ୍ତପ୍ତ ଥିଲା ଯେଉଁ କୁହାଯାଉଛି। ସନ୍ଧ୍ୟା ଆସିଗଲା, ମେଞ୍ଚା ମେଞ୍ଚା ଅନ୍ଧାର ସତେ ଯେମିତି ତମରାଣୀ ପୃଥିବୀ ମୁହଁରେ ମେଞ୍ଚା ମେଞ୍ଚା ଅନ୍ଧାରକୁ ବୋଳିଦେଲା। ଆଉ ସେଥିପାଇଁ ଅନ୍ଧକାରେ ନତନେତ୍ରେ ବିଷାଦିତ ବଦନେ ଏଇ ଧରଣୀ ରାଣୀ ପୃଥିବୀ ରାଣୀର ମୁଖ ମ୍ଳାନ ହୋଇଯାଇଥିଲା, ବିଷାଦିତ ହୋଇଯାଇଥିଲା, ଦୁଃଖିତ ହୋଇଯାଇଥିଲା। ଆଉ କିନ୍ତୁ ହେ ଚାନ୍ଦ ଯେଉଁ କୁହାଯାଉଛି ଚାନ୍ଦ କି ଆସିଲା ଉଇଁ, ଆଉ ଯେତେବେଳେ ଶଶାଙ୍କ ଚାନ୍ଦ ଉଇଁ ଆସିଲେ ଆଉ ଏଇ ଚାନ୍ଦିନୀ ଚାନ୍ଦଙ୍କର ଭୂଇଁକୁ ଚୁମ୍ବନ ଦେଲା ଆଉ ବସୁମତୀ ହସି ଉଠିଲା। ଏ ଧରଣୀ ରାଣୀ ଶୁଭ୍ର ଦୁକୁଳରେ ନିଶ୍ଚିତ ଭାବରେ ପାଟଲୁଗା ଦୁକୁଳେ ପାଟଲୁଗା ପିନ୍ଧି ଯେଉଁ କୁହାଯାଉଛି ଶୁଭ୍ର ସ୍ୱଚ୍ଛ ଧବଳ ରଙ୍ଗର ପାଟଲୁଗା ପିନ୍ଧି ଏଇ ଧରଣୀ ରାଣୀ ପୁନଶ୍ଚ ହସି ଉଠିଲା। ତୁ ଫୁଟିଲୁ ଶେଫାଳି, ତୁ ଫୁଟିଲୁ ପ୍ରେମ ଆକୁଳରେ ନିମଜ୍ଜିତ ହୋଇ ନିଶ୍ଚିତ ଭାବରେ ଈଶ୍ୱରଙ୍କ ଶ୍ରେଷ୍ଠ ସନ୍ତାନ ହେ ପୁଷ୍ପ ତୁ ଶେଫାଳି ତୁ ଫୁଟିଲୁ ଆଉ ଫୁଟିଲୁ। ମୃଦୁ ମୃଦୁ ଗନ୍ଧ ତୋର ଭାସି ଆସେ ପବନେ, ଛନ ଛନ ପ୍ରାଣ ମୋର କି ଆକୁଳ ଗୋପନେ।
ସତେ ମୋର ଦୁଃଖ ରାଶି କ୍ଷଣେ କାହିଁ ଗଲା ଭାସି କେତେ କି କଳ୍ପନା ମନେ ଆସୁଅଛି ବିଜନେ କ୍ଷଣେ ପହଞ୍ଚିଲି ସତେ ଯାଇ ସ୍ୱର୍ଗ ଭୁବନେ। ମୃଦୁ ମୃଦୁ ଗନ୍ଧ ଯେଉଁ କୁହାଯାଉଛି, ମୃଦୁ ମନ୍ଦ ମଳୟ ଆଉ ମୃଦୁ ମୃଦୁ ଗନ୍ଧ ଏଇ ଶାରଦ ଦିନାନ୍ତରେ ପବନରେ ସତେ ଭାସି ଆସେ ହେ ଶେଫାଳି, ଆଉ ମୋର ପ୍ରାଣ ଛନ ଛନ ହୁଏ, ଆକୁଳ ହୁଏ, ଯେଉଁ କୁହାଯାଉଛି ଅତ୍ୟନ୍ତ ଗୋପନରେ, କାରଣ ମୁଁ ତତେ ଭଲ ପାଏ ଶେଫାଳି। ସତରେ ମୋ ଦୁଃଖ ରାଶି ଅସୁମାରୀ ଦୁଃଖ ମୋର, ମୁଁ କାହିଁକି ଏ ଦୁଃଖକୁ ପାଶୋରି ଗଲି ହଠାତ୍ ତୋର ସନ୍ଦର୍ଶନରେ ହେ ଶେଫାଳି ପୁଷ୍ପ। କେତେ କଳ୍ପନା କେତେ ଚିନ୍ତା ମନରେ ଆସୁଛି ବିଜନରେ ନିର୍ଜନରେ ଏକୁଟିଆ। ତୋତେ ଦେଖିଲେ, ତୋତେ ସନ୍ଦର୍ଶନ କଲେ, ତୋର ଦିବ୍ୟ ଦର୍ଶନରେ ମନ ପ୍ରଫୁଲ୍ଲିତ ହୋଇଯାଏ। ସଂସାରର ସମସ୍ତ ଦୁଃଖ ଜଞ୍ଜାଳ କୁଆଡ଼େ ଛାଡ଼ି ପଳାଏ। କ୍ଷଣେ ପହଞ୍ଚିଲି ସତେ ଯେମିତି ତୋ ଦର୍ଶନରେ ମୋତେ ସ୍ୱର୍ଗପ୍ରାପ୍ତି ହୋଇଗଲା କି ଶେଫାଳି। ଏହା କହୁଛନ୍ତି ନାରୀ କବି କୁନ୍ତଳା କୁମାରୀ ସାବତ। କ୍ଷୁଦ୍ର ତୋର ତନୁ ତହିଁ ଭରା ଏତେ ଅମୃତ, ବିହିଲୀଳା କେ ବୁଝିବ ଜ୍ଞାନାତୀତ ଅଦ୍ଭୁତ। ଗୋପନେ ଫୁଟିଛୁ ଦୂରେ ତରୁ ପତ୍ର ଗହଳରେ, ତଥାପି ତୋ ବାସେ ମୋର ପ୍ରାଣ ହୁଏ ଆକୁଳ। କହ କେଉଁ ଶିଳ୍ପୀ ତୋତେ ଗଢ଼ିଅଛି ରେ ଫୁଲ। ହେ ଶେଫାଳି, ତୋର ତନୁ କ୍ଷୁଦ୍ର, ଅତ୍ୟନ୍ତ କ୍ଷୁଦ୍ର। ଏ ବିଶାଳ ବିଶ୍ୱ ତୁଳନାରେ ତୁ କେତେ କ୍ଷୁଦ୍ରରେ ଶେଫାଳି, ଅଥଚ ଏତେ ଅମୃତ ଭରା ତୋ ଦେହ, ଏତେ ଅମୃତ ତୋ ଶରୀରରେ କିଏ ସେ ସୃଷ୍ଟି କରିଛି? ବିହିର ଲୀଳା ଇଏ, ବିଧାତାଙ୍କର ଲୀଳା। ଜ୍ଞାନାତୀତ ଯେଉଁ କୁହାଯାଉଛି, ମୋ ଜ୍ଞାନର ଅତୀତ। ମୁଁ ବିଶେଷ ଭାବରେ ଏ ସମ୍ପର୍କରେ କିଛି କହିପାରିବି ନାହିଁ, କାରଣ ମୁଁ ଜଣେ ସାଧାରଣ ନିରୀହ ଏକ କ୍ଷୁଦ୍ର ପ୍ରାଣୀଟିଏ। ଅଦ୍ଭୁତ ବିଚାର ବିଧିଙ୍କର ତୋ କ୍ଷୁଦ୍ର ଦେହରେ ଏତେ ଅମୃତର ସନ୍ଧାନ ସେ କରିଛନ୍ତି। ତୁ ଗୋପନରେ କେଉଁ ଦୂରରେ ଫୁଟିଛୁ, କେଉଁ ତରୁପତ୍ର ଗହଳରେ ଅଦେଖା ଶିଳ୍ପୀଟିଏ ତୋତେ ଗଢ଼ି ଦେଇଗଲା ଏଇ ବିଜନ ବନରେ, ଅଥଚ ତୁ ଦେଖା ନଦେଲେ ମଧ୍ୟ ତୋ ସୁବାସରେ ଏ ବନସାରା, ଏ କାନନ, ସମଗ୍ର ଅଞ୍ଚଳ କିଭଳି ଭୁରୁ ଭୁରୁ ବାସ୍ନାରେ ବାସ୍ନାୟିତ ହେଉଛି କୁହାଯାଉଛି। ତଥାପି କାହିଁକି କେଜାଣି ତୋ ବାସରେ, ତୋ ବାସ୍ନାରେ, ତୋ ସୁଗନ୍ଧରେ ମୋ ପ୍ରାଣ ଆକୁଳ ହେଉଛି ଯୁଗ ଯୁଗ ଧରି, ସତେ ଯେମିତି ତୋ ସହିତ ମୋର ନିବିଡ଼ ସମ୍ପର୍କ। ପୁଷ୍ପ, ହେ ଶେଫାଳି, କହରେ କେଉଁ ଶିଳ୍ପୀ ତୋତେ ଗଢ଼ିଛି? କେଉଁ ଶିଳ୍ପୀର ହାତ ଗଢ଼ା ତୁ ହେ ସଜୀବ ଫୁଲଟିଏ, ଅଥଚ ଏତେ ସୁନ୍ଦର ତୋର ବାସ୍ନା, ଏତେ ସୁନ୍ଦର ତୋର ରୂପ, ତୋର ଆକୃତି। ତୋତେ ଦେଖି କେଉଁ କବିର କବିତା ତୋର ଗୁଣଗାନ ନ କରି ରହିପାରିବ ହେ ଶେଫାଳି ପୁଷ୍ପ। କି କୋମଳ କି ଲଳିତା କି ମଧୁର ସୁରଭି, କର୍କଶ କୁଶ୍ଚିତ ପତ୍ରେ ଶୋଭେ କିନ୍ତୁ ଅଟବି। ବୃକ୍ଷ ପତ୍ର ରାଶି କୋଣେ ଫୁଲ ଫୁଟୁ ଏତେ ଗୁଣେ, ଲୁଚି ଲୁଚି ବାସେ ତାର ମୁଗ୍ଧ କରୁ ସଂସାର। ନିଚ ମଧ୍ୟ ଉଚ୍ଚ ସୃଷ୍ଟି ବିଧାତାର ବିଚାର। କି କୋମଳ, କି ମଧୁର, କି ଲଳିତ ହେ ପୁଷ୍ପ ଶେଫାଳି। ସତରେ ମଧୁର ସୁରଭିରେ ତୁ ସମଗ୍ର ବନ ଅଞ୍ଚଳକୁ, ଅଟବୀ ଅଞ୍ଚଳକୁ କିଭଳି ମଧୁରମୟ କରିଦେଉ, ମଧୁମୟ କରିଦେଉ କୁହାଯାଉଛି। ତୋର ପତ୍ର କେତେ କୁଶ୍ଚିତ, କେତେ କଦାକାର, କେତେ ଅସୁନ୍ଦର, ଆଉ କେତେ କର୍କଶ ନିରାଶିଆ ପତ୍ରର ଧାରେ ଧାରେ, ଅଥଚ ତୁ ସମଗ୍ର ଅଟବୀ ଏଇ ବନାନୀ ଯେଉଁ କୁହାଯାଉଛି ବନ ସମ୍ପ୍ରଦାୟକୁ ତୁ କିଭଳି ଭାବରେ ତୋର ଏଇ ସୁନ୍ଦର ଫୁଲ, ତୋର ଏଇ ସୁନ୍ଦର ଦେହ ଆଉ ସୁବାସରେ ବିମୋହିତ କରି ପକଉ ରେ ଶେଫାଳି। ତୋର ଏଇ ରୁକ୍ଷ ପତ୍ର ରାଶି ଯେଉଁ କୁହାଯାଉଛି ଆବଡ଼ା ଖାବଡ଼ା ଅତ୍ୟନ୍ତ ଅସୁନ୍ଦର ପତ୍ର କୋଣରେ ତୁ ଫୁଲ ଫୁଟୁ ଏତେ ଗୁଣରେ। ହେ ଫୁଲ, ଏତେ ଗୁଣ, ଏତେ ସୁବାସ ସୁନ୍ଦର ଦେଇ ତୁ ଫୁଟୁ। ତୋ ଯୋଗ ଫୁଲ ଏ ଜଙ୍ଗଲ ସୁନ୍ଦର, ଏ ଅରଣ୍ୟ ସୁନ୍ଦର କୁହାଯାଉଛି। ବିଧି କିଭଳି ଭାବରେ ଗଢ଼ିଛନ୍ତି, ନିଚ ମଧ୍ୟରେ ଉଚ୍ଚତର ଭାବନା, ପଙ୍କ ମଧ୍ୟରେ ପଙ୍କଜ, ଅଥଚ ଏହି ଜଙ୍ଗଲ ମଧ୍ୟରେ କୁଶ୍ଚିତ ପତ୍ର ମଧ୍ୟରେ ଶେଫାଳି ପୁଷ୍ପର ସନ୍ଧାନ। ବିଧାତାଙ୍କର ଅପୂର୍ବ ଲୀଳା। ନିଚ ମଧ୍ୟରେ ଉଚ୍ଚତାର ସୃଷ୍ଟି କରି ସେ ଏ ସୃଷ୍ଟିକୁ ମୋହନୀୟ କରିଛନ୍ତି ରେ ଶେଫାଳି। ଏହା କହୁଛନ୍ତି କବି କୁନ୍ତଳା କୁମାରୀ। ପଙ୍କେ ପଦ୍ମ ଗଢ଼ି ଅଛି ବିଧାତା କି ଯତନେ, ଶାମୁକା ଗରଭେ ନିହି ଅଛି ମୁକ୍ତାରତନେ। କଳା ମେଘ କଳେବରେ ସୌଦାମିନୀ ଶୋଭା ଧରେ, କଳା କୋକିଳ କଣ୍ଠରେ ପୁରୀ ଅଛି
ପିୟୁଷ ତୁଚ୍ଛ ଭବେ ନୁହେଁ କିଛି କ୍ଷୁଦ୍ର ତୋର ସଦୃଶ। ଭାବନା ରାଜ୍ୟରେ ବୁଳିଯିବା ଭଳି କବିତାଟିଏ ଏହି ଶେଫାଳୀ ପ୍ରତି। ନାରୀ କବି କୁନ୍ତଳା କୁମାରୀ ଉତ୍କଳ ଭାରତୀ। କୁନ୍ତଳା କୁମାରୀ କ୍ଷଣ ଜନ୍ମ ହେଲେ ମଧ୍ୟ 1900 ମସିହାରୁ 1938, ଅଥଚ ବାଲ୍ୟକାଳରୁ ମଧ୍ୟ ଓଡ଼ିଶାରେ ଜୀବନ ବିତେଇ ନଥିବା, ଓଡ଼ିଆ ଭାଷାକୁ ଭଲ କରି ବୁଝିନଥିବା ଏହି ମହିୟସୀ ମହିଳାଙ୍କ ଲେଖନୀରେ ଶେଫାଳୀ ପ୍ରତି ଏକ ଉଚ୍ଚାଙ୍ଗ କବିତା ଯଶସ୍ୱିନୀ ହୋଇଛନ୍ତି। ସେ ଓଡ଼ିଆ ଭାଷା ଭଣ୍ଡାରକୁ ସମୃଦ୍ଧ କରିଛନ୍ତି। ଆଉ ଏହି ପଦରେ କହିଛନ୍ତି, ପଙ୍କେ ପଦ୍ମ ଗଢ଼ି ଅଛି ବିଧାତା କି ଯତନେ, ସତରେ ପଙ୍କ ମଧ୍ୟରେ ପଙ୍କଜର ସୃଷ୍ଟି, ପଦ୍ମର ସୃଷ୍ଟି, କି ଯତ୍ନ ଏ ବିଧାତାଙ୍କର। ଅସୁନ୍ଦର ଭିତରେ ସୁନ୍ଦରତାର ସୃଷ୍ଟି। ଆଉ ଶାମୁକା ଗର୍ଭରେ ଯେଉଁ କୁହାଯାଉଛି ମୁକ୍ତାର ସନ୍ଧାନ। ଆଉ କଳା ମେଘ ଦେହରେ ସୌଦାମିନୀ, ବିଜୁଳିର ଚମକ କେତେ ସୁନ୍ଦର, କେତେ କଳା କୋଇଲି, ଅସୁନ୍ଦର ରୂପ, କଳା କିଚିମିଚି ଦେହ ଭିତରେ ଏତେ ସୁନ୍ଦର ସ୍ୱର, ସତେ ଯେମିତି କିଏ ପିୟୁଷ ଆସି ଅମୃତ ଧାରା ଢାଳିଦେଲା କି ଏଇ ତୁଚ୍ଛ ଭାବନା ଭିତରେ। କିନ୍ତୁ ଉଚ୍ଚ ଭାବନା ନିହିତ ଅଛି ରେ ଶେଫାଳୀ ଈଶ୍ୱରଙ୍କ ସୃଷ୍ଟିରେ। ଈଶ୍ୱରଙ୍କ ସ୍ରଷ୍ଟା ଯିଏ ଈଶ୍ୱର, ତାଙ୍କ ହାତ ଗଢ଼ା ଏତେ କମନୀୟ କାନ୍ତି ନେଇ ଏମିତି କେମିତି ଅସୁନ୍ଦର ଭିତରେ ସୁନ୍ଦରତାର ସନ୍ଧାନ, ଅସୁନ୍ଦର ଭିତରେ ସୁନ୍ଦରତାର ସନ୍ଧାନ। ସତରେ ସେଇ ବିଶ୍ୱକର୍ତ୍ତାଙ୍କୁ ହିଁ ଜଣାରେ ଶେଫାଳୀ। ବାସ୍ତବିକ ଶେଫାଳୀ ଏକ ସୁନ୍ଦର କବିତାଟିଏ। କବି କୁନ୍ତଳା କୁମାରୀ ସାବତଙ୍କର ବାରବାର ଏ କବିତାକୁ ପଢ଼ିବାକୁ ଇଚ୍ଛା, ବିଶେଷ କରି ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟମାନଙ୍କରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଯେ ଆସନ୍ତାକାଲି ଓଡ଼ିଆ ସାହିତ୍ୟକୁ ଭଲ ପାଇବେ ଏବଂ ଏହାକୁ ବିସ୍ତୃତ ଭାବରେ ସାଧାରଣ ଜନମାନସରେ ଉପସ୍ଥାପିତ କରିପାରିବେ, ସେଇମାନଙ୍କ ନିମନ୍ତେ ଏ ଭକ୍ତିର ନିବେଦନ। ବନ୍ଦେ ଉତ୍କଳ ଜନନୀ।